चलନ୍ତୁ ଷ୍ଟାର୍ଟ କରିବା ଆମ ଗାଁ ଷ୍ଟାଇଲ ଦେଶୀ ପୁହୁଣା ମାଛ ଝୋଳ। ଆପଣମାନେ ଆମ ଗାଁ ଷ୍ଟାଇଲ କେବେ ବନେଇଛନ୍ତି? ଚାଲନ୍ତୁ ମୋ ଗାଁ ଷ୍ଟାଇଲ କେମିତି ମୁଁ ବନଉଛି ଆଜି ଦେଖେଇବି। ପ୍ରଥମେ ପିଆଜ ରସୁଣ ଟିକେ ଜିରା ଦେଇଦେଲି, ଆଉ ଟିକେ ପକେଇଦେଲି ସୋରିଷଟା ଦେଲେ ସିନା ବେସର ପକେଇ ତାକୁ ମୁଁ ଟିକେ ଝୋଳ କରିବି। ମସଲା ବାଟି ସାରିଲା ପରେ ସୋରିଷ ତେଲ ଜିରା ଫୁଟଣ ତେଜପତ୍ର ପକେଇଦେଲି, ତାପରେ ପକେଇଦେଲି କାଟି ରଖିଥିଲି ପିଆଜ, ତାପରେ ମସଲା ଗ୍ରାଇଣ୍ଡିଙ୍ଗ କରି ରଖିଥିଲି ତାକୁ ଏବେ ଢାଳିଦେଲି। ଢାଳି ଦେଇ ମସଲାକୁ କଷି ସାରିଲା ପରେ ତେଲ ଟିକେ ବାହାରି ସାରିଲା ପରେ ଏବେ ପକେଇଦେଲି ଲଙ୍କା ଗୁଣ୍ଡ, ତାପରେ ମୁଁ ପକେଇଦେଲି ଲୁଣ, ତାପରେ ପକେଇଦେଲି ହଳଦୀ ଗୁଣ୍ଡ, ତାକୁ ଟିକେ ମିକ୍ସ କରି ସାରିଲା ପରେ ଏବେ ମୁଁ ପକେଇଦେବି ବିଲାତି କାଟି ରଖିଥିଲି ତାକୁ ପକେଇଦେଇ ସିଏ ଟିକେ ଘାଣ୍ଟି ସାରିଲା ପରେ ଏବେ ମୁଁ ପକେଇଦେଲି ମସଲା ପାଣି ଟିକେ ପକେଇଦେଇ ଭଲ ଭାବେ ସିଏ ପୁରା ତେଲ ବାହାରି ସାରିଲା ପରେ ଏବେ ମୁଁ ପକେଇଦେଲି ଆଳୁ, ସିଝେଇ ରଖିଥିଲି ଆଳୁ ତାକୁ କାଟିକି ଚୁନ ଚୁନ କରି ଏବେ ପକେଇଦେଲି। ପକେଇ ତାକୁ ଟିକେ କଷି ସାରିଲା ପରେ ହାଲକା ଟିକେ ପାଣି ଟିକେ ଦେଇଦେଲି, ମାନେ ଝୋଳ କରିବା ତ ସେଥିପାଇଁ ପାଣି ଦେଇଦେଲି, ଢାଙ୍କିଦେଲି ଟକ୍ ଟକ୍ କରିକି। ଏବେ ଆମର ପୁରା ଝୋଳ ପୁରା ଟକ୍ ଟକ୍ କରିକି ଫୁଟୁଛି, ତାକୁ ଏବେ ଛାଡ଼ିଦେବି ପୁହୁଣା ମାଛ ଏବେ ପାଣିରେ ମୁଁ ଛାଡ଼ିଦେଲି। ମାଛ ଛାଡ଼ି ସାରିଲା ପରେ ଏବେ ଆମେ ତାକୁ ଛାଡ଼ିଦେବା କିଛି ସମୟ ଫୁଟିବା ପାଇଁ। ଆଉ ଏବେ ମୁଁ ନେଇ ଆସିଛି ଆମ୍ବୁଲକୁ 2 ଖଣ୍ଡ କରିଦେଇଛି, ତାପରେ ଆମେ ଛାଡ଼ିଦେବା କିଛି ସମୟ ଫୁଟିବା ପାଇଁ। ଫୁଟିଗଲା ପରେ ଆମେ ବେଲାକୁ କାଢ଼ି ନେବା। ଦେଖିପାରୁଥିବେ ଆମର ଭଲ ଭାବେ ପୁରା ଫୁଟି ଯାଇଛି, ପ୍ରସ୍ତୁତ ହେଇଯାଇଛି ଆମର ଗାଉଁଲି ଦେଶୀ ପୁହୁଣା ମାଛ ଝୋଳ। ଏମିତି ଥରେ ସୋରିଷ ପକେଇକି ବନାନ୍ତୁ, ଆଉ ତାପରେ ଟେଷ୍ଟ କରି କହିବେ କେମିତି ଲାଗୁଛି। ଆଉ ଦେଶୀ ପୁହୁଣା ମାଛରେ ଆଉ ଆମ୍ବୁଲ ଗୋଟେ ପକେଇଦେଲେ କି ଟେଷ୍ଟ। ଭିଡ଼ିଓଟି ଯଦି ଭଲ ଲାଗେ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ।